ଫାର୍ଷ୍ଟ ଯେବେ ଖୋଲିଲା 2015-16 ମସିହାରେ KCS କୁ ନୀଳଗିରି ମୁଁ ପୋଷ୍ଟିଂ କରିଥିଲି। ତ ଦୀର୍ଘ 6 ବର୍ଷ ମୁଁ ସେଠି ସମୟ ଦେଇକି କାମ କରିଛି। ତ ଆମେ ଆମର ଯେଉଁଟା ଯେତିକି ସବୁ ଆମର ଦାବି ଥିଲା ଲୋୟର ପିଏମ୍ଜିରେ ଆମେ ସବୁ ଧାରଣା କରୁଥିଲୁ ୱିଥ୍ ପରମିସନ୍। ବଟ୍ ସେହି ସମୟରେ ଆକ୍ରୋଶମୂଳକ ଭାବେ ଆମେ 9 ଜଣ ଚାକିରି କରୁଛୁ। 9 ଜଣକୁ ଆମର ପ୍ରେସିଡେଣ୍ଟ ସେକ୍ରେଟାରୀ ମୁଁ ବାଲେଶ୍ୱର ମୁରିଆରେ କରୁଥାଏ। ଆମକୁ ସବୁ ଛଟି କରିଦେଲା। ବାଲେଶ୍ୱର ମୁଁ ନୁହେଁ, ଆଉ ଜଣେ ଆମର ସାଙ୍ଗ ଜଣେ ଥିଲେ, ସିଏ ବି କୁରୁଡ଼ା ହାଇସ୍କୁଲରେ ଥିଲେ, ତାକୁ ବି ଛଟି କରାଗଲା। ସ୍ୱଳ୍ପ ଦରରେ ଆମେ କାମ କରୁଥିଲୁ। ତ ଆମର ଦାବି ପାଇଁ ଆମେ ଯାଇଥିଲୁ, ରାଜରାସ୍ତାରେ ଓହ୍ଲାଇଥିଲୁ, ବସିଥିଲୁ। ହେଲେ ସରକାର ଆମ କଥା ଶୁଣିଲେ ତ ନାହିଁ, ଆମକୁ ଛଟେଇ କରିଦେଲେ। ଦୀର୍ଘ 6 ବର୍ଷ ଗୋଟେ କ୍ୟାରିୟର, ମାନେ ଜୀବନ ଯେଉଁ କ୍ୟାରିୟର ଆମେ ସମୟ ଦେଇଥିଲୁ ସେ ସ୍କୁଲକୁ, ପ୍ରାୟ 600-700 ପିଲା ବି ପାସ୍ କରିଥିଲେ ପ୍ରତି ବର୍ଷ। ତ ଆମର ଚାକିରି ରହିଲାନି, ରାତାରାତି ଆମକୁ ତଡ଼େଇଦେଲେ। ଆପଣଙ୍କୁ ସୁଯୋଗ ବି ଦେଲେନି, ଆମେ କୈଫିୟତ ଦେବା ପାଇଁ ବି ସୁଯୋଗ ଦେଲେନି। ତ ଏଇ ନ୍ୟାୟ ଯେ ପାଇଁ ଆମର ପୁଣି ଆମେ ଏକତ୍ରିତ ହେଇଛୁ, ଆନ୍ଦୋଳନ କରୁଛୁ। ତ ମୁଁ ସରକାରକୁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରିବି, ଯେଉଁମାନେ ଛଟେଇ ହେଇଛନ୍ତି 9 ଜଣ, ତାକୁ ପୁନଃ ସ୍ଥାପିତ କରାଯାଉ। ଆଉ ଯେଉଁ ଭାଇମାନେ ସାର୍ମାନେ ଆମ କାମ କରୁଛନ୍ତି, ଜୀବନ 7 ବର୍ଷ 8 ବର୍ଷ କାମ କରିସାରିଲେଣି, ତାକୁ ଉପଯୁକ୍ତ ନ୍ୟାୟ ଦିଅନ୍ତୁ, ଏତିକି ମୁଁ କହିବି।